ଦର୍ଶନ ଦେଉନାହିଁ। ମୁଁ ଏକ ଅନବଦ୍ୟ ଅଭ୍ୟାସ ଇ ମାନବ ସମାଜକୁ ଦେଇଛି, ଯାହା ଠାକୁର କହିଛନ୍ତି। ଯେଉଁମାନେ ପୁଖତ ଡାକ୍ତର ଶରୀର ବିଜ୍ଞାନୀ, ଯାହା ଶରୀର ବିଜ୍ଞାନରେ ପଢ଼ାଯାଏ ନାହିଁ, ତାହା ଆମର ଠାକୁର କହୁଛନ୍ତି। ସେ ସମ୍ବନ୍ଧରେ ପ୍ରତ୍ୟେକ ଡାକ୍ତର ଏବଂ ଶରୀର ବିଜ୍ଞାନୀ ମାନେ ଶୁଣନ୍ତୁ। ଆମ ଶରୀରରେ ଯେଉଁ ଗ୍ରନ୍ଥି ଗୁଡ଼ିକ ରହିଛନ୍ତି ତାହାକୁ କମ୍ପ୍ଲେକ୍ସ ବା ବୃତ୍ତି କୁହାଯାଏ। ଭିତରର ବୃତ୍ତି ବାହାରର ପ୍ରବୃତ୍ତିକୁ ଜନ୍ମ ଦେଇଥାଏ। ଠାକୁରଙ୍କୁ ଜଣେ ପ୍ରଶ୍ନ କରୁଛନ୍ତି, ସୁନ୍ଦର ମାନେ କ'ଣ? ତା ଉତ୍ତରେ ଠାକୁର ସୁନ୍ଦର ଭାବରେ ତାର ଉତ୍ତର ସମାଧାନ ଦେଉଛନ୍ତି। ସେ ହିଁ ସୁନ୍ଦର ହୋଇଉଠେ ଯେତେବେଳେ ତାର ବୃତ୍ତି ଗୁଡ଼ିକ କାହାଠାରେ ବି ଆଡ଼ଜଷ୍ଟେଡ୍ ବା ମୀମାଂସିତ, ତୁଷ୍ଟ, ପୁଷ୍ଟ ଓ ସାର୍ଥକ ହୁଏ। ସାଇକିକାଲ ଆଟିଚ୍ୟୁଡ୍ ଦ୍ୱାରା, ଚିତ୍ତର ଭାବ ଦ୍ୱାରା ଫିଜିକାଲ ଆଡ଼ଜଷ୍ଟମେଣ୍ଟ, ଦୈହିକ ସମାବେଶ ନିୟନ୍ତ୍ରିତ ହୁଏ। ଅର୍ଥାତ୍ ମନର ଭାବ ଯାର ଯେଭଳି, ଫିଜିକାଲ ଆଡ଼ଜଷ୍ଟମେଣ୍ଟ ବି ଶରୀର ପେଶୀର ସମାବେଶ ତାର ସେହିଭଳି। ଅନେକ ସମୟରେ ଆର୍ଟିଷ୍ଟିକାଲି ଗଠନରେ, ଶୈଶବରେ ନିଖୁଣ ହେଲେ ଯେ ସୁନ୍ଦର ହୁଏ ତାହା ନୁହେଁ। ଯେଉଁଠାରେ ନିଖୁଣ ମନର ବାସ, ଅର୍ଥାତ୍ ଶୁଦ୍ଧ ମନ, ଏକାଗ୍ରଚିତ୍ତ ମନ, ତାର ଚାଲିବା, କହିବା, କରିବା ସେହିଭଳି ହୁଏ। ଆଉ ତାର ସୁନ୍ଦର, ଆଉ ସେଇଥିରେ ହିଁ ସମତା। ପ୍ରକୃତରେ ନିଖୁଣ କୁହନ୍ତି ତାକୁ ହିଁ। ପ୍ରକୃତ ରିଏଲ ମାନେ ହିଁ କିନ୍ତୁ ଯା ମଣିଷର ଜୀବନକୁ ଅକ୍ଷୁର୍ଣ୍ଣ କରେ, ଉନ୍ନତ କରେ, ତୁଷ୍ଟ ପୁଷ୍ଟ କରେ। ଜୀବନ ପକ୍ଷେ ହିଁ ତାହା ସହାୟକ।